ଖ୍ରୀଷ୍ଟଙ୍କ ଜଗରେ ମୋର ପ୍ରିୟର ଭାଇ ଭଉଣୀ ମାନେ ସମସ୍ତଙ୍କୁ ଜୟ ଯୀଶୁ। ଆସନ୍ତୁ ଆମେ ସମସ୍ତେ ପ୍ରଭୁଙ୍କର ପବିତ୍ର ସୁସମାଚାରକୁ ଆମେ ଅଧ୍ୟୟନ କରିବା ଏବଂ ସେହି ସୁସମାଚାର ମାଧ୍ୟମରେ ପ୍ରଭୁ ଆମକୁ କ'ଣ କହିବା ପାଇଁ ଚାହୁଁଛନ୍ତି ତାହା ଆମେ ବୁଝିବା ପାଇଁ ଆମେ ଚେଷ୍ଟା କରିବା। ସାଧୁ ଲୁକ୍ ଲିଖିତ ପୁଣ୍ୟ ସୁସମାଚାରର ପାଠ 4 ଅଧ୍ୟାୟ ପଦ ସଂଖ୍ୟା 16ରୁ 30 ପଦ ପର୍ଯ୍ୟନ୍ତ। ଯେତେବେଳେ ଯୀଶୁ ନାଜାରେତକୁ ଆସିଲେ, ଯେଉଁଠି ସେ ପ୍ରତିପାଳିତ ହୋଇଥିଲେ, ସେ ତାଙ୍କର ପ୍ରଥା ଅନୁସାରେ ବିଶ୍ରାମ ବାରରେ ସମାଜ ଗୃହକୁ ଗଲେ ଏବଂ ଶାସ୍ତ୍ରପାଠ କରିବାକୁ ଠିଆ ହେଲେ। ତାହାଙ୍କୁ ପ୍ରବକ୍ତା ଯେଶାୟାଙ୍କ ଗ୍ରନ୍ଥ ଦିଆଗଲା। ସେ ଗ୍ରନ୍ଥ ଖୋଲି ସେହି ସ୍ଥାନଟି ପାଇଲେ ଯେଉଁଠି ଲେଖା ଅଛି, ପ୍ରଭୁଙ୍କ ଆତ୍ମା ମୋ ଉପରେ ବିରାଜିତ, କାରଣ ସେ ମୋତେ ଦିନହୀନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଅଭିଷିକ୍ତ କରିଛନ୍ତି। ସେ ମୋତେ ବନ୍ଦୀମାନଙ୍କୁ ମୁକ୍ତି ଓ ଅନ୍ଧମାନଙ୍କୁ ଦୃଷ୍ଟିଶକ୍ତି ଦେବାକୁ, ପଦଦଳିତଙ୍କୁ ଉଦ୍ଧାର କରିବାକୁ ଏବଂ ପ୍ରଭୁଙ୍କର ଅନୁଗ୍ରହର ବର୍ଷ ଘୋଷଣା କରିବାକୁ ପ୍ରେରଣ କରିଛନ୍ତି। ତତ୍ପରେ ସେ ଗ୍ରନ୍ଥଟିକୁ ବନ୍ଦ କରି ପରିଚାରକକୁ ଫେରାଇ ଦେଇ ଆସନ ଗ୍ରହଣ କଲେ। ସମସ୍ତଙ୍କର ଦୃଷ୍ଟି ତାଙ୍କ ଉପରେ ସ୍ଥିର ହୋଇ ରହିଲା। ସେ ସେମାନଙ୍କୁ କହିବାକୁ ଲାଗିଲେ, ଆଜି ତୁମର ଶୁଣିବାରେ ଧର୍ମଶାସ୍ତ୍ରର ଏହି ବାକ୍ୟଗୁଡ଼ିକ ପୂର୍ଣ୍ଣ ହେଲା। ତାହାଙ୍କର ମୁଖ ନିଃସୃତ ଅନୁଗ୍ରହଭରା ବାକ୍ୟ ଶୁଣି ସମସ୍ତେ ବିସ୍ମିତ ହୋଇ ତାଙ୍କୁ ପ୍ରଶଂସା କଲେ ଏବଂ କହିବାକୁ ଲାଗିଲେ, ଏ କ'ଣ ଯୋସେଫଙ୍କ ପୁଅ ନୁହେଁ? ଏଣୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ଜାଣେ ତୁମେ ମୋତେ ନିଶ୍ଚୟ ଏ ପ୍ରବାଦ କହିବ, ହେ ବୈଦ୍ୟ, ଆଗେ ନିଜକୁ ସୁସ୍ଥ କର। କାପରନାହମରେ ଯାହା କରିଛ ବୋଲି ଆମେ ଶୁଣିଛୁ, ତାହା ତୁମେ ତୁମ ନିଜ ଗ୍ରାମରେ କରି ଦେଖାଅ। କିନ୍ତୁ ମୁଁ କହେ, କୌଣସି ପ୍ରବକ୍ତା ନିଜ ସହରରେ ଗ୍ରହଣୀୟ ହୁଅନ୍ତି ନାହିଁ। ମୁଁ ସତ୍ୟ କହୁଅଛି, ଏଲିୟଙ୍କ ସମୟରେ ଯେତେବେଳେ 3.5 ବର୍ଷ ଧରି ଅନାବୃଷ୍ଟି ଯୋଗୁଁ ସମଗ୍ର ଦେଶରେ ମହାଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲ ଦେଶରେ ଅନେକ ବିଧବା ଥିଲେ। ଅଥଚ ଏଲିୟ ସେମାନଙ୍କ ମଧ୍ୟରୁ କାହାରି ନିକଟକୁ ପ୍ରେରିତ ନ ହୋଇ ସିଦୋନ ଅଞ୍ଚଳର ଜାରେଫାତ ସହରରେ ବାସ କରୁଥିବା ଜଣେ ବିଧବାଙ୍କ ନିକଟକୁ ପଠାଯାଇଥିଲେ। ପୁଣି ପ୍ରବକ୍ତା ଏଲିଶାଙ୍କ ସମୟରେ ଇସ୍ରାଏଲ ଦେଶରେ ଅନେକ କୁଷ୍ଠରୋଗୀ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ସିରିଆ ଦେଶର ନାମାନଙ୍କ ବ୍ୟତୀତ କେହି ସୁସ୍ଥ ହୋଇନଥିଲେ। ସମାଜ ଗୃହରେ ଥିବା ସମସ୍ତ ଲୋକ ଏସବୁ ଶୁଣିବା କ୍ଷଣି କ୍ରୋଧାନ୍ୱିତ ହୋଇପଡ଼ିଲେ। ସେମାନେ ଉଠି ଯୀଶୁଙ୍କୁ ନଗର ବାହାରକୁ ନେଇ ଯେଉଁ ପାହାଡ଼ ଉପରେ ନଗରଟି ନିର୍ମିତ ହୋଇଥିଲା, ତାହାର ଶିଖରରୁ ତାଙ୍କୁ ତଳକୁ ଫିଙ୍ଗି ଦେବାକୁ ବାହାରିଲେ, କିନ୍ତୁ ସେ ସେମାନଙ୍କ ମଧ୍ୟରେ ସେଠାରୁ ଚାଲିଗଲେ। ଏହା ପ୍ରଭୁଙ୍କର ପୁଣ୍ୟ ସୁସମାଚାର। ଖ୍ରୀଷ୍ଟଙ୍କ ଜଗରେ ମୋର ପ୍ରିୟର ବାପା ମା ଭାଇ ଭଉଣୀ ମାନେ, ଆଜିର ଏ ପବିତ୍ର ସୁସମାଚାରକୁ ଆମେ ସମସ୍ତେ ଶ୍ରବଣ କରିଲୁ ଏବଂ ଏହି ସୁସମାଚାର ମାଧ୍ୟମରେ ଆମେ କିଛି ଶିକ୍ଷା ପ୍ରାପ୍ତ କରିବା ପାଇଁ ଆମେ ପ୍ରସ୍ତୁତ ହେଉଅଛୁ। ଯେତେବେଳେ ଏହି ସୁସମାଚାରକୁ ଆମେ ଶ୍ରବଣ କରିଲୁ, ଏଠାରେ ଆମେ 2ଟି ଶିକ୍ଷା ପ୍ରାପ୍ତ କରୁଅଛୁ। ଯେଉଁ ସମୟରେ ପ୍ରଭୁ ଖ୍ରୀଷ୍ଟ ନିଜ ଗ୍ରାମକୁ ଆସୁଛନ୍ତି ବା ଯେଉଁଠାରେ ସେ ନିଜେ ବଢ଼ିଥିଲେ ସେଠାକୁ ଆସୁଛନ୍ତି ଏବଂ ସେ ସମାଜ ଗୃହକୁ ଯାଇ ସେ ପ୍ରବକ୍ତା ଯେଶାୟାଙ୍କ ବାକ୍ୟକୁ ସେ ଅଧ୍ୟୟନ କରୁଛନ୍ତି ଏବଂ ସେହି ସବୁ ସମୟରେ ଯେତେବେଳେ ସେହି ଲୋକମାନେ ଏହିସବୁ ଦେଖୁଛନ୍ତି ଏବଂ ଯୀଶୁଙ୍କର ସେହି ପ୍ରଜ୍ଞାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଅଛନ୍ତି ଏବଂ ସେମାନେ କହୁଅଛନ୍ତି, ଏ କ'ଣ ସେଇ ବଢ଼େଇର ପୁଅ ନୁହେଁ କି? ଏବଂ ସେମାନେ ତାଙ୍କର ସେ ପ୍ରଜ୍ଞା ଦେଖି ସେମାନେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ। କିନ୍ତୁ କିଛି ସମୟ ପରେ ଯେଉଁ ସମୟରେ ପ୍ରଭୁ ଖ୍ରୀଷ୍ଟ କହୁଛନ୍ତି, ପ୍ରବକ୍ତାମାନେ ନିଜ ସହର କିମ୍ବା ନିଜ ଗ୍ରାମରେ କେବେ ବି ସମ୍ମାନିତ ହୋଇନଥାନ୍ତି ଏବଂ ସେହି ସମୟରେ ପୁନର୍ବାର କହୁଛନ୍ତି ପ୍ରଭୁ ଖ୍ରୀଷ୍ଟ, ଯେଉଁ ଇସ୍ରାଏଲ ଜନତାମାନଙ୍କ ମଧ୍ୟରେ ଅନେକ ବିଧବା ଥିଲେ, କିନ୍ତୁ ସେହି ବିଧବାମାନଙ୍କ ପାଖକୁ ସେହି ପ୍ରବକ୍ତାମାନଙ୍କୁ ପ୍ରେରଣ କରାଯାଇନଥିଲା। ଏହାର ଅର୍ଥ, ଆମେ ଇସ୍ରାଏଲ ଜନତା ହେଲେ ମଧ୍ୟ ପ୍ରଭୁଙ୍କଠାରେ ଯେଉଁମାନେ ନମ୍ର ହୋଇଥାନ୍ତି, ସେମାନଙ୍କ ପାଖକୁ ପ୍ରବକ୍ତାମାନଙ୍କୁ ପିତା ପରମେଶ୍ୱର ବା ପ୍ରଭୁ ଖ୍ରୀଷ୍ଟ ପ୍ରେରଣ କରିଥାନ୍ତି। ମୋର ପ୍ରିୟର ଭାଇ ଭଉଣୀ ମାନେ,
ଯେତେବେଳେ ଏହି ବାକ୍ୟ ସେମାନେ ଶୁଣିବାକୁ ପାଇଲେ, ଯେଉଁ ଜନତା ପ୍ରଭୁଙ୍କୁ ପ୍ରଶଂସା କରୁଥିଲେ ସେହି ଜନତା ତାଙ୍କୁ ମାରିବା ପାଇଁ ମଧ୍ୟ ପଛଘୁଞ୍ଚା ହେଲେ ନାହିଁ। ସେମାନେ ଯୋଜନା କରିଲେ କିଭଳି ଭାବରେ ତାଙ୍କୁ ହତ୍ୟା କରିବେ। ମୋର ପ୍ରିୟର ଭାଇ ଓ ଭଉଣୀମାନେ, ଏହି ସୁସମାଚାର ମାଧ୍ୟମରେ ଆମେ ସମସ୍ତେ ଏହା ଶିକ୍ଷା ପାଇବାର ଆବଶ୍ୟକ ଅଛି। ଯେତେବେଳେ ଆମେ କୌଣସି ଗୋଟିଏ ଉତ୍ତମ କାର୍ଯ୍ୟ କରିବା ପାଇଁ ଯାଉଅଛୁ, ସେହି ସମୟରେ ଆମର ନିଜର ବ୍ୟକ୍ତିମାନେ ହିଁ ଆମକୁ ପ୍ରତ୍ୟାଖ୍ୟାନ କରିବେ। କାରଣ ଯେତେବେଳେ ଆମେ କିଛି ଭଲ କାମ କରିବା ପାଇଁ ଚାହୁଁଛୁ, ତାହା ପ୍ରାୟ ସମୟରେ କେତେ ଜଣଙ୍କୁ ତାହା ପସନ୍ଦ ଆସିନଥାଏ। ପ୍ରତ୍ୟେକ କାର୍ଯ୍ୟରେ ସେମାନେ ପ୍ରତ୍ୟାଖ୍ୟାନ କରିଥାନ୍ତି। ମୋର ପ୍ରିୟର ଭାଇ ଭଉଣୀମାନେ, ସେହି ସମୟରେ ଆମେ ନିଜକୁ ଭାଙ୍ଗି ପଡ଼ିବା ପାଇଁ ନୁହେଁ, ଆମେ ସେମାନଙ୍କର ସେହି କାର୍ଯ୍ୟ ଦେଖି, ସେମାନଙ୍କର ସେହି ବ୍ୟବହାର ଦେଖି ଆମେ କେବେ ବି ଭାଙ୍ଗି ପଡ଼ିବା ନାହିଁ। କିନ୍ତୁ ଯେଭଳି ପ୍ରଭୁ ଖ୍ରୀଷ୍ଟ ସେ ନିଜର ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେଲା ପରେ ମଧ୍ୟ ତାଙ୍କର ସେ ମିଶନ କାର୍ଯ୍ୟ ସେ ଆଗକୁ ବଢ଼ାଇବା ପାଇଁ ସେ ତାଙ୍କର ସେ ଦୃଷ୍ଟି ବା ତାଙ୍କର ଲକ୍ଷ୍ୟକୁ ରଖି ସେ ଆଗକୁ ଚାଲିଲେ ଏବଂ ତାଙ୍କର ସେ ସେବା କାର୍ଯ୍ୟ ମାଧ୍ୟମରେ ଅନେକ ଲୋକମାନଙ୍କୁ ସେ ସେବା କରିଲେ। ସେହିଭଳି ଆମ ଜୀବନରେ ମଧ୍ୟ ଯଦି ଅନେକ ବ୍ୟକ୍ତିମାନେ ଆମକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ସେହିବେଳେ ଆମେ ଭାଙ୍ଗି ପଡ଼ିବା ନାହିଁ। ଆମେ ସେହି ପ୍ରଭୁଙ୍କୁ ମନେ ପକାଇବା, ଯେଉଁ ପ୍ରଭୁ ଅନେକ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେଲା ପରେ ମଧ୍ୟ ସେ ଅନେକ ବ୍ୟକ୍ତିମାନଙ୍କୁ ତାଙ୍କର ଆଶ୍ଚର୍ଯ୍ୟ କର୍ମ ମାଧ୍ୟମରେ ସାହାଯ୍ୟ କରିଥିଲେ। ଦିନେ ଜଣେ ଯୁବକ ସେମିନାରିଆନ ଯେତେବେଳେ ଛୁଟିରେ ଆସିଥିଲେ, ତାଙ୍କୁ ଗୋଟିଏ ଦିନ ଗୋଟିଏ ରବିବାରରେ ତାଙ୍କୁ ପ୍ରଚାର କରିବା ପାଇଁ ସୁଯୋଗ ଦିଆଗଲା ଏବଂ ସେହି ଯୁବକ ସେମିନାରିଆନ ଯିଏକି ଆସିଛନ୍ତି, ତାଙ୍କୁ ଯେତେବେଳେ ସେହି ସୁଯୋଗ ମିଳିଲା, ସେ ପ୍ରଭୁଙ୍କଠାରେ ପ୍ରାର୍ଥନା କରିଲେ ଏବଂ ବହୁତ ସୁନ୍ଦର ଭାବରେ ନିଜକୁ ପ୍ରସ୍ତୁତ କରିଲେ। ଏବଂ ସେ ଯେତେବେଳେ ଯାଉଛନ୍ତି ଏବଂ ସେହି ଲୋକମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ସେ ଯେତେବେଳେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରୁଛନ୍ତି, ସେହି ସମୟରେ ତାଙ୍କର ସେହି ଅଞ୍ଚଳର ଲୋକମାନେ ଯେଉଁମାନେ ବାକ୍ୟ ଶୁଣୁଥିଲେ ସେମାନେ କହୁଛନ୍ତି, ଇଏ କ'ଣ ସେ ଧବାର ପୁଅ ନୁହେଁ କି, ଯିଏ ଲୋକମାନଙ୍କର ବସ୍ତ୍ରକୁ ନେଇ ସେ ସଫା କରି ଦେଉଛନ୍ତି, ତାର ପୁଅ ନୁହେଁ କି? ଇଏ କ'ଣ ଆମକୁ ଶିକ୍ଷା ଦେବ? ଆମ ସମସ୍ତଙ୍କ ସମ୍ମୁଖରେ ଆସି ଇଏ କ'ଣ ଆମକୁ ଶିକ୍ଷା ଦେଉଅଛି? ସେହି ସମୟରେ ସେହି ଯୁବକ ବା ସେହି ୟଙ୍ଗ ସେମିନାରିଆନ ସେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ସେ ଯେତେବେଳେ ଭାଙ୍ଗି ପଡ଼ିଲେ, ସେହି ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ଆସି ତାଙ୍କୁ କହୁଛନ୍ତି, ବ୍ରଦର, ଆପଣ କ'ଣ ପାଇଁ ସେମାନଙ୍କ କଥାକୁ ଶୁଣି ଭାଙ୍ଗି ପଡ଼ୁଛନ୍ତି? କିନ୍ତୁ ଆପଣ ମନେ ପକାନ୍ତୁ ସେହି ପ୍ରଭୁ ଖ୍ରୀଷ୍ଟଙ୍କୁ। ସେହି ପ୍ରଭୁଙ୍କୁ ମଧ୍ୟ ଅନେକ ଲୋକ ପ୍ରତ୍ୟାଖ୍ୟାନ କରିଥିଲେ, କିନ୍ତୁ ସେ କେବେ ବି ଭାଙ୍ଗି ପଡ଼ିନଥିଲେ। ତମେ ମଧ୍ୟ ସେହି ପ୍ରଭୁଙ୍କୁ ମନେ ପକାଇ ତୁମେ ତାଙ୍କର ପଥକୁ ଅନୁସରଣ କରିବା ପାଇଁ ଗୋଟେ ଯାଜକୀୟ ଜୀବନଯାପନ କରିବା ପାଇଁ ଆସିଅଛ। ତେଣୁକରି ଏହି ବ୍ୟକ୍ତିମାନଙ୍କର କଥାକୁ ଭାଙ୍ଗି ପଡ଼ ନାହିଁ, କିନ୍ତୁ ତୁମେ ଯେଉଁ ଲକ୍ଷ୍ୟ ନେଇ ଆସିଅଛ ସେହି ଲକ୍ଷ୍ୟକୁ ଆଗକୁ ବଢ଼ାଅ। ଯେତେବେଳେ ସେହି ସାନ୍ତ୍ୱନାଦାୟକ ବାକ୍ୟ ସେହି ଯୁବକ ବା ସେହି ୟଙ୍ଗ ସେମିନାରିଆନ ଶୁଣିଲେ, ତାଙ୍କୁ ଗୋଟିଏ ଧୈର୍ଯ୍ୟ ଆସିଲା ଏବଂ ସିଏ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ିଲେ ଏବଂ ଗୋଟିଏ ଯାଜକ ହୋଇ ସେ ଉତ୍ତମ ଭାବରେ ସମସ୍ତଙ୍କ ନିକଟକୁ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଲେ। ଆମେ ସମସ୍ତେ ଶୁଣିଲୁ କିଭଳି ଭାବରେ ସେ ପ୍ରବକ୍ତା ଯେଶାଇଙ୍କର ବାକ୍ୟରେ କୁହାଯାଇଅଛି, ଏହିଭଳି ଦିନହୀନ ମାନଙ୍କ ପାଖରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ ମୁଁ ଅଭିଷିକ୍ତ ହୋଇଅଛି। ସେହିଭଳି ସେହି ଯୁବକ ମଧ୍ୟ ପ୍ରଭୁଙ୍କର ସେହି ବାକ୍ୟ ସେହି ଦିନହୀନ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ସେ ଅଭିଷିକ୍ତ ହେଲେ। ଆସନ୍ତୁ ମୋର ପ୍ରିୟର ବାପା ମା ଭାଇ ଭଉଣୀମାନେ, ଆମେ ସମସ୍ତେ ଆଜିର ଏହି ସୁସମାଚାର ଠାରୁ ଆମେ ଏହା ଶିକ୍ଷା ପ୍ରାପ୍ତ କରିବା। ଆମର ନୀତି ଜୀବନରେ ଆମେ ଏହା ଜାଣିବା, ଯଦି କୌଣସି ଉତ୍ତମ କାର୍ଯ୍ୟ କରିବା ସମୟରେ ଯଦି କୌଣସି ଆମକୁ ପ୍ରତ୍ୟାଖ୍ୟାନ କରନ୍ତି ବା କୌଣସି ବ୍ୟକ୍ତି ଆମକୁ ଧୈର୍ଯ୍ୟହୀନ କରନ୍ତି, ସେହି ସମୟରେ କେବେ ବି ଆମେ ଭାଙ୍ଗି ପଡ଼ିବା ନାହିଁ କି କେବେ ବି ଧୈର୍ଯ୍ୟହୀନ ହେବା ନାହିଁ। କିନ୍ତୁ ଆମେ ପ୍ରଭୁଙ୍କୁ ମନେ ପକାଇ ଆମେ ଆମର କାର୍ଯ୍ୟକୁ ଆଗକୁ ବଢ଼ାଇବା ଏବଂ ସେହି କାର୍ଯ୍ୟ ମାଧ୍ୟମରେ ଅନେକ ବ୍ୟକ୍ତିମାନଙ୍କୁ ଆମେ ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟା କରିବା। ସମସ୍ତଙ୍କୁ ଜୟ ଯୀଶୁ।